ରଥଯାତ୍ରା ଯେଉଁ ବିଭ୍ରାଟ ହେଇଛି, ରଥଯାତ୍ରା ପ୍ରଥମ ଦିନ ଜଣେ ଲୋକ ମରିଗଲା ଦଳା ଚକଟା ଭିତରେ, ଦ୍ୱିତୀୟ ଦିନ ପହଡ଼ ବିଜୁଳି ପହଣ୍ଡିବାରେ ସେତେବେଳେ ବଡ଼ ଠାକୁରଙ୍କର ମଧ୍ୟ ଅଘଟଣ ହେଲା, ସେଥିରେ ସେ ତଳେ ପଡ଼ିଗଲେ। ଏଇଟା ଏମିତି କେବେ ହେଇନଥିଲା। ଏବଂ ଯାହା ବିଭିନ୍ନ ଆଡ଼ୁ ମତ ଆସୁଛି, ଇଏ ଗୋଟେ ଭଲ ଲକ୍ଷଣ ନୁହେଁ, ଇଏ ଗୋଟେ ଖରାପ ଲକ୍ଷଣ, ରାଜ୍ୟ ପାଇଁ ଖରାପ ଲକ୍ଷଣ ହେଇପାରେ, ସମାଜ ପାଇଁ ଖରାପ ଲକ୍ଷଣ ହେଇପାରେ। ତେଣୁ ୟାକୁ ଯେଉଁଭଳି ଢଙ୍ଗରେ ଆଇନ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ତାକୁ କହିଲେ ଯେ ଏଇଟା ଠାକୁରଙ୍କ ଲୀଳା ବୋଲି, ଏଇଟା ଲୋକମାନଙ୍କୁ ଭାରି ବାଧୁଛି, ଜଗନ୍ନାଥ ଭକ୍ତମାନଙ୍କୁ ଭାରି ବାଧିଛି। ତେଣୁ ଏହି ବାବଦରେ ଯଦିଓ ସେ ଯେଉଁ କମିଟି କରିଛନ୍ତି, ସେ କମିଟି ଉପରେ ମଧ୍ୟ ଲୋକଙ୍କର ଭରସା ରହୁନି। ଯେଉଁ କମିଟି କରାହେଇଛି, ଯେଉଁ ଭଳିଆ କମିଟି କରାହେଇଛି, ତେଣୁ ଆକୁ ନିହାତି ଗୋଟେ ନ୍ୟାୟମୂର୍ତ୍ତିଙ୍କ ମାଧ୍ୟମରେ ଗୋଟେ କମିଟି ଗଠନ କରିକିରି ଆକୁ ଏନକ୍ୱାରି କରିକିରି କଲେ ଜଣାପଡ଼ିବ କାହାର ତ୍ରୁଟି କ'ଣ ପାଇଁ ହେଇଛି ଏବଂ ସେ ଅନୁଯାୟୀ ପଦକ୍ଷେପ ନେବା ଉଚିତ। ସେ ତ ରଥଯାତ୍ରା ଖୋଲିବା କଥା, ତାଙ୍କ ରଥ ହିସାବରେ ଯାହା ଖୋଲିବା କଥା ଏବଂ ସରକାର ଠିକଣା କରିନାହାନ୍ତି। ପ୍ରଥମେ ଏଇ ଯେଉଁ ରଥଯାତ୍ରା, ଯେଉଁ ବାହୁଡ଼ା ଯାତ୍ରା ହେବ, ତାକୁ ସଠିକ୍ ଭାବେ ପାଳନ କରନ୍ତୁ। ସେଇଟା ନିହାତି ମୁଖ୍ୟ କାମ ହେଇଲେ ତାପରେ ରଥଭଣ୍ଡାର ଖୋଲିବା କଥା ତାଙ୍କ ଖୋଲିବେ, କେମିତି କ'ଣ କରିକିରି।